जय सत्यनारायण स्वामी कर जय। आनंद एक बार हरि बोलो। जय श्री सत्यनारायण स्वामी कर जय। आनंद एक बार हरि बोल। ओम क्लीं गुरुदेवाय विद्महे प्रेमदाताय धीमहि तन्नो गुरु प्रचोदयात्। ओम क्लीं गुरुदेवाय प्रेमदाताय नमो। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे नमो। श्री गणेशाय नमो। श्री अभिन्न सुंदर जयति। जगद्गुरु ठाकुर श्री श्री अभिराम परमहंस देवंकर गजेन्द्र गीत और स्तुति रत्नहार सुंदर पदटी श्री ठाकुर चरण तले अड़ी करी प्रभु पाद पद्मे गान करुछि। से पदर सुंदर पदटी को आमे जदि जीवन रे लगे परिबा ताहा ही आम पई बड़ा आनंददायक हो एवं से पदटी भक्ति मार्ग रे पहुँचबारे सुलभ हो। ठाकुर कहिले ए पिंड रे प्राण थिले कि सहेब तुम्भ श्रद्धा जदि नाही प्रभु तुम्भ श्रद्धा जदि नाही तुम्भ श्रद्धा जेउ कर्म रे न हुए मो आनंद थिब काहि मो आनंद थिब काहि आपण तो पूर्णा नंद होई छंती मो कर्म रे की न हेब तबानंदे मम आनंद मिसिले लुहा चुंबक होइब। हाहा ठाकुरंकर पुणी अमृत पद को ये छोटिया मुंडरे कौन अर्थ करवा सहज तथापि तांकरी चरण तले समर्पण करी मन प्राण को चेष्टा करवा से पदर अर्थटी वास्तव में जीवन रे जदि गोटे स्त्री को तो स्वामी न पचारे लाभ कौन हो। परिवार बापा माँ सासू ससुर भाई बंधु कुटुंबर अनेक रिश्तेदार सांग साथी जदि गोटे विवाहिता स्त्री को कथबार्ता करुथिबे किंतु ता स्वामी जदि ता प्रति नाराज थिबो ताहले से स्त्री रो कौनसी जीवन रो मूल्य नाही। काहे कि नाही जदि कारण तार स्वामी ताको पचारनी। ठीक से भली
ଯଦି ସମସ୍ତ ପ୍ରିୟା ପରିଜନ ମାନେ ତା ସହିତ ଶତ୍ରୁ ଭାବନା ରଖିବେ କିମ୍ବା ତା ସହିତ କଥାବାର୍ତ୍ତା କରିବେ ନାହିଁ, ତାର ଯଦି ସ୍ୱାମୀ ତା ସହିତ କଥାବାର୍ତ୍ତା ହେଲା, ତାର କିଛି ଆଉ ଆବଶ୍ୟକ ନାହିଁ। କାରଣ ସେ ସ୍ୱାମୀ ପାଇଁ ସବୁ କିଛି ସମର୍ପଣ କରିଦେଇଛି। ତାର ସ୍ୱାମୀ ହେଉଛନ୍ତି ବଳବନ୍ତ। ସିଏ ଘରେ କିଏ ପଚାରେ, ନ ପଚାରିଲେ ମଧ୍ୟ ତାର କେହି କିଛି କ୍ଷତି କରିପାରିବେ ନାହିଁ, କାରଣ ତାର ସ୍ୱାମୀ ହିଁ ବଳବାନ। ସେହିଭଳି ଜୀବ ଏଠି ସ୍ତ୍ରୀ, ପରମ ହେଉଛନ୍ତି ସ୍ୱାମୀ। ସେଇଥିପାଇଁ ଠାକୁରଙ୍କର ଅମୃତ ଭାଷାରେ ଏ ପିଣ୍ଡରେ ପ୍ରାଣ ଥିଲେ କିସ ହେବ, ତୁମ୍ଭ ଶ୍ରଦ୍ଧା ଯଦି ନାହିଁ, ତୁମ୍ଭ ଶ୍ରଦ୍ଧା ଯେଉଁ କର୍ମରେ ନ ହୁଏ, ମୋ ଆନନ୍ଦ ଥିବ କାହିଁ। ହେ ସ୍ୱାମୀ, ହେ ଜଗନ୍ନାଥ, ହେ ଅଖିଳ ବ୍ରହ୍ମାଣ୍ଡର ନାୟକ, ମତେ ଏଇ ଯୋଉ ନର ଶରୀର ପ୍ରଦାନ କରିଛନ୍ତି, ମନୁଷ୍ୟ ଶରୀର, ସଂସାରର ଯେତେ ପ୍ରକାର କର୍ମ ଅଛି ସବୁ କଲେ ମଧ୍ୟ ଯଦି ତୁମର ଶ୍ରଦ୍ଧା ନାହିଁ, କାରଣ ତୁମ ପ୍ରୀତି ପାଇଁ ଯଦି କାର୍ଯ୍ୟ ନ କରିପାରିଲି, ତୁମର ନାମରେ, ତୁମ ଭଜନରେ, ତୁମ କୀର୍ତ୍ତନରେ, ତୁମର ସେବାରେ ଯଦି ମୋର ମନ ନ ବଳିଲା, ତାହେଲେ କ'ଣ ତୁମର ଶ୍ରଦ୍ଧା ହେବ ପ୍ରଭୁ? କେବେ ହେବ ନାହିଁ। କାରଣ ଜୀବ ଏ ମନୁଷ୍ୟ ଜନ୍ମରେ ହିଁ ମୋକ୍ଷ ପ୍ରାପ୍ତ ହେଇପାରିବ। ମନୁଷ୍ୟ ଜନ୍ମେ ଯେତେ ଲାଭ, ଯଦି ଗୋବିନ୍ଦ କରେ ଯଦି ଭାବ। ଭାଗବତରେ ଲେଖା ଅଛି, ପଦ ଏପଟ ସେପଟ ହେଇଯାଏ, ମନେ ପଡ଼େନି। ଯାହା ହଉ, ମନୁଷ୍ୟ ଜନ୍ମର ଯଦି ଲାଭ, ଯଦି ଗୋବିନ୍ଦଙ୍କ ପାଖରେ କଲେ ହିଁ ଲାଭ। ଏ ପିଣ୍ଡରେ ପ୍ରାଣ ଯଦି ରହିଛି କେବଳ ଗୋବିନ୍ଦଙ୍କ ପାଇଁ ରହୁ। ଆମେ କହିବା ଆଉ କ'ଣ ସଂସାରର କାର୍ଯ୍ୟ ସବୁ ଛାଡ଼ିଦେବା, ଖାଲି ନାମକୁ ଭଜିବା? ନା, ସକଳ କର୍ମଟି କରୁଥିବ, ମନର ସୂତ୍ରକୁ ନ ଛାଡ଼ିବ। ମନର ସୂତ୍ର ଗୁରୁ କୃପାରେ ପ୍ରାପ୍ତ ହୁଏ। ମନର ସୂତ୍ର କ'ଣ? ନା ଯୋଉଦିନ ସଦ୍ଗୁରୁ ଶରଣାଗତ ହେଇଯିବ, ସେତେବେଳେ ଗୁରୁ ବତେଇ ଦେବେ ଯେ ମନର ସୂତ୍ର ହଉଛି ଏହା। ସେଇଥିପାଇଁ କହିଲେ ତୋ ମନକୁ ତାଙ୍କୁ ଦେବା ପାଇଁ। କାହାକୁ ଦେବୁ? ନା ପ୍ରଭୁଙ୍କୁ ଦେବୁ। କିଭଳି ଦେବୁ? ନା ଏଇ ସୂତ୍ରରେ ଦେବୁ, ମନ ମାଧ୍ୟମରେ ଏଇଭଳି ଦେବୁ। ସେଥିପାଇଁ ଠାକୁର କହିଲେ ତୋ ପିଣ୍ଡଙ୍କୁ ଦେଲେ ତାଙ୍କୁ, ପାଇବୁ ଗିରି ଟେକାକୁ। ଧନ ସମ୍ପତ୍ତି ଯେତେ ପଦ ପଦବୀ ସବୁ ଅଛି, ଦାନ ବ୍ରତ ତ୍ୟାଗ ଯାହା ଅଛି, ତାହା କିଛି ଶୋଭା ପାଇବନି। କାରଣ ଏ ପିଣ୍ଡକୁ ଯଦି ତାଙ୍କୁ ଦବୁ, ତେବେ ଯାଇ ଶୋଭା ପାଇବ। ପିଣ୍ଡ ବ୍ରହ୍ମାଣ୍ଡ ଏକମତ, ଏହା ଜାଣନ୍ତି ସୁପଣ୍ଡିତ। ସୁପଣ୍ଡିତ କେବେ ହବ? ଯୋଉଦିନ ଗୁରୁଙ୍କ କୃପାରୁ ଜୀବ ପରମାତ୍ମା ବୋଲି କିଛି ଜାଣିବ, ମନୁଷ୍ୟ ଶରୀର ପ୍ରାପ୍ତ ହେଇକି, ତେବେ ଯାଇକି ସୁପଣ୍ଡିତ ବୋଲି କିଛି ଅନୁଭବ କରିବ। ବାସ୍ତବରେ କେହି ପଣ୍ଡିତ ନୁହନ୍ତି। ସମସ୍ତଙ୍କର ଶାସ୍ତ୍ର ଜ୍ଞାତା, ସମସ୍ତ ପ୍ରକାର ବେଦ ଶାସ୍ତ୍ର ପୁରାଣର କର୍ତ୍ତା ହର୍ତ୍ତା ଦୈବ ବିଧାତା ଏକମାତ୍ର ଭଗବାନ। ଜୀବକୁ କୃପା କରି ତାଙ୍କ ମାଧ୍ୟମରେ ହିଁ ଭଗବାନ ହିଁ ତାଙ୍କର ବାଣୀକୁ ପ୍ରଦାନ କରନ୍ତି। ହେଲେ ଭଗବାନଙ୍କୁ ଯଦି ନ ଜାଣିବ ଘଟ ମଧ୍ୟରେ, ଲାଭ କ'ଣ? ତାଙ୍କର ଶ୍ରଦ୍ଧା ହେବ ତାଙ୍କରି କାର୍ଯ୍ୟ କଲେ। ତୁମ ଶ୍ରଦ୍ଧା ଯେଉଁ କର୍ମ ନ ହୁଏ,
मो आनंद कहीं थी धन्य।